ଦହିବରା ତ ସମସ୍ତେ ଖାଇଥିବେ। କେବେ କାଞ୍ଜି ବରା ଖାଇଛନ୍ତି? ଯଦି ଖାଇନାହାନ୍ତି ଏଥର ହୋଲିରେ ଏଇଟା ଥରେ ନିହାତି ବନାନ୍ତୁ। ଏଇଟା ଖାଇବାକୁ ଏତେ ଟେଷ୍ଟି ଯେ ଆପଣ ଥରେ ବନେଇକି ଖାଇଲା ପରେ ହିଁ ବିଶ୍ୱାସ କରିବେ। ଜୟ ଜଗନ୍ନାଥ। ସୋନି ଜଡ଼ିଆ ରେସିପିକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ମୁଁ ଗ୍ରାଇଣ୍ଡିଙ୍ଗ ଜାରରେ ନେଉଛି 2 ଚାମଚ ହଳଦିଆ ସୋରିଷ ଆଉ 1 ଚାମଚ କଳା ସୋରିଷ। ସୋରିଷଟା ଫର୍ମେଣ୍ଟେସନରେ ସାହାଯ୍ୟ କରିବ। 1 ଶୁଖିଲା ଲଙ୍କା ଦେଉଛି ଆଉ 5ରୁ 6ଟା ଗୋଲମରିଚ। ଏବେ ଆକୁ ଆମେ ଭଲସେ ଗ୍ରାଇଣ୍ଡ କରିନେବା। ଦେଖନ୍ତୁ ରେଡ଼ି ହେଇଗଲା। ଆଉ ଏଇଠି ମୁଁ ନେଇଛି 1 ଲିଟର ପାଣି, ଯାହାକୁ ମୁଁ ସିଝେଇକି ଥଣ୍ଡା କରି ନେଇଥିଲି। ଏବେ ଏଥିରେ ଦେଉଛି ସ୍ୱାଦ ଅନୁସାରେ ଲୁଣ, ଅଧା ଚାମଚ କଳା ଲୁଣ। କଳା ଲୁଣଟା ଟେଷ୍ଟ ଆଉ ଟିକେ ଭଲ ଦେବ। ଏବେ ଦେବା ଅଧା ଚାମଚ ହଳଦୀ, ଆଉ ଆମେ ଯେଉଁ ସୋରିଷ ବାଟିଥିଲେ ସେଇ ମସଲାରୁ 2 ଚାମଚ ଦେବା। ମୁଁ 1 ଲିଟର ପାଣିରେ ଏଇଠି 2 ଚାମଚ ମସଲା ଦେଇଛି। ଆପଣ ପାଣିର କ୍ୱାଣ୍ଟିଟି ଦେଖିକି ମସଲା କମ୍ ଅଧିକ କରିକି ନେବେ। ଏବେ ଆମେ ୟାକୁ ମିକ୍ସ କରିକି ଟିକେ ଖଟା ହେବା ଯାଏଁ 3 ଦିନ ପାଇଁ ରୁମ୍ ଟେମ୍ପରେଚରରେ ରଖିବା। ଯଦି ଆପଣ ଆଉ ଟିକେ ଜଲ୍ଦି ବନେଇବାକୁ ଚାହୁଁଛନ୍ତି ତାହେଲେ ଗୋଟେ ଜାଗାରେ ରଖିକି ଉପରେ କଟନ୍ କପଡ଼ାରେ ପୁରା ଭଲସେ ବାନ୍ଧିକି ଭଲରେ 2 ଦିନ ପୁରା ଖରାରେ ରଖିଦେବେ। ରେଡ଼ି ହେଇଯିବ ଏଇଟା। ୟାକୁ 12 ଘଣ୍ଟାରେ ଥରେ ଏମିତି କଭର୍ ଖୋଲିକି ଏମିତି ଘାଣ୍ଟି ଦେଉଥିବେ। ଏମିତି କଲେ ତଳେ ଯେଉଁ ମସଲାଟା ରହିଥିବ ସେଇଟା ପୁଣି ଥରେ ଖେଳେଇ ହେଇଯିବ। ଏବେ ତ ଏଇଟା 3 ଦିନ ହେଇଗଲାଣି, ଭଲସେ ଫର୍ମେଣ୍ଟ ବି ହେଇଯାଇଛି। ୟାକୁ ସାଇଡ଼୍ କରିବା। ଏଇଠି ମୁଁ 1 କପ୍ ମୁଗରେ ଅଧା କପ୍ ବିରିକୁ 5 ଘଣ୍ଟା ପାଇଁ ବତୁରେଇକି ରଖିଥିଲି। ବରାଟା ଆମେ ମୁଗ ଆଉ ବିରିରେ ବନେଇବା। ଯେତିକି ମୁଗ ନେବେ ତାର ଅଧା ବିରି ନେବେ। ଆପଣ ବିରି ବରା ତ ଖାଇଥିବେ, କିନ୍ତୁ ଥରେ ଏମିତି ବି ବରା କରିକି ଦେଖନ୍ତୁ। ଏଇଟା ଖାଲିରେ ଖାଇବାକୁ ବି ଟେଷ୍ଟଟା ବହୁତ ବଢ଼ିଆ ଆସେ। ଏବେ ଆମେ ମୁଗ ବିରିକୁ ଗ୍ରାଇଣ୍ଡିଙ୍ଗ ଜାରରେ ଦେଇଦେବା। ଅଧା ଇଞ୍ଚର ଅଦା ଦେଇଦେବା ଆଉ ଅଧା କପ୍ରୁ ବି ଟିକେ କମ୍ ପାଣି ଦେଇକି ପୁରା ଗାଢ଼ା କରିକି ଏଇଟା ବାଟିଦେବା। ଜାର୍ ଫୁଲ୍ କରିକି ନେବେନି, ଅଧା କରିକି ନେବେ, ନହେଲେ ଏଇଟା ବାଟିଲା ବେଳେ ଅଧିକ ପାଣି ଦରକାର ହେବ। ଦେଖନ୍ତୁ ମୁଁ ୟାକୁ ଟିକେ ଖଦଡ଼ା କରିକି ବାଟିଛି। ଖଦଡ଼ା ରହିଲେ ବରାଟା ଖାଇବାକୁ ଟେଷ୍ଟି ଲାଗିବ। ଏବେ ଆମେ ୟାକୁ ଗୋଟେ ଜାଗାକୁ କାଢ଼ିକି ଦେବା ସ୍ୱାଦ ଅନୁସାରେ ଲୁଣ, 1/3 ସ୍ପୁନ୍ ହେଙ୍ଗୁ। ଏବେ ଆମେ ୟାକୁ ହାତ ସାହାଯ୍ୟରେ ପୁରା ଭଲସେ ମିକ୍ସ କରିଦେବା। ଆଉ ବାଟିଲା ବେଳେ ଆପଣ ଏଥିରେ ଯେତେ କମ୍ ସେ କମ୍ ପାଣି ଦେଇପାରିବେ, କାହିଁକି ନା ଆଗରୁ ଦେଖନ୍ତୁ ଏଇଟା କେତେ ଗାଢ଼ା ଥିଲା। ଏବେ ଲୁଣ ପକାଇଲା ପରେ କନସିଷ୍ଟେନ୍ସି ଟିକେ ଚେଞ୍ଜ ହେଇ ଆସିଲା। ଦେଖନ୍ତୁ, ସେଥିପାଇଁ ବାଟିଲା ବେଳେ ସବୁବେଳେ ଅଳ୍ପ ଅଳ୍ପ କରିକି ପାଣି ଦେଇକି ଅଳ୍ପ ଅଳ୍ପ ବାଟିବେ, ଯେମିତି କମ୍ ପାଣିରେ ଏଇଟା ବାଟି ହେଇଯିବ। ଏବେ ଆମର ବ୍ୟାଟର ରେଡ଼ି ହେଇଗଲା। ୟାକୁ ଆମେ କଭର୍ କରିକି 10 ମିନିଟ୍ ପାଇଁ ରେଷ୍ଟ ଦେବା। ଆଉ ଏପଟେ ହାଲକା ଟିକେ ନଖ ଉଷୁମ ପାଣି ନେବା ଗୋଟେ ବାଉଲରେ, ଆଉ ଲୁଣ ଅଧା ଚାମଚ ଦେଇକି ତାକୁ ସାଇଡ଼୍ କରି ରଖିଥିବା। ଆଉ ଏବେ ଆମେ ଗୋଟେ ଚଟଣି ବନେଇବା। 1 ମୁଠା ଫ୍ରେଶ୍ ପୁଦିନା ପତ୍ର ନେବା, ଆଉ ଧନିଆ ପତ୍ର ବି ନେବା, ଅଧା ଇଞ୍ଚର ଅଦା ନେବା, ଆଉ 2ଟା କଞ୍ଚା ଲଙ୍କା ବି ଦେବା। ସ୍ୱାଦ ଅନୁସାରେ ଲୁଣ ଆଉ ଫାଳେ ଲେମ୍ବୁ ରସ ଦେବା। ଟିକେ ଖଟା ଟେଷ୍ଟ ଆସିଲେ ଭଲ ଲାଗିବ। ଏବେ ଏଥିରେ ଅଳ୍ପ ଟିକେ ପାଣି ଦେବା ଲାଷ୍ଟକୁ, ଆଉ ଭଲସେ ଗ୍ରାଇଣ୍ଡ କରିନେବା। ଏଇ ଚଟଣିଟା କାଞ୍ଜି ବରାର ଟେଷ୍ଟକୁ ପୁରା ଡବଲ୍ କରେଇଦେବ, ମାନେ ତା'ର ବାସ୍ନା ଟେଷ୍ଟ ଆହୁରି ବଢ଼ିଆ ଲାଗିବ। ଦେଖନ୍ତୁ ରେଡ଼ି ହେଇଗଲା। ଏପଟେ ଆମର ଯେଉଁ ଆଣ ରଖିଥିଲେ ସେଥିରେ ଦେବା କିଛି କଟା ହେଇଥିବା ଧନିଆ ପତ୍ର, 2ଟା କଞ୍ଚା ଲଙ୍କା କାଟିକି ଦେବା। ଏବେ ଏସବୁକୁ ହାତରେ ନହେଲେ ଚାମଚରେ ଭଲସେ ମିକ୍ସ କରିଦେବା। ଏବେ ଆମର ଆଣ ରେଡ଼ି ହେଇଗଲା। ଏପଟେ ଆମେ ତେଲ ଗରମ କରିବା। ତେଲଟା ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିବେ, ବେଶୀ ଗରମ କରିବେନି। ଆଉ ଏବେ ଏଥିରେ ଆମେ ବରାକୁ ଛାଣିବା। ମୁଁ ଛୋଟ ସାଇଜ୍ର ବରା କରିଛି, ମୋତେ ଏମିତି ପସନ୍ଦ। ଆପଣ ନିଜ ପସନ୍ଦ ହିସାବରେ ଟିକେ ବଡ଼ ସାଇଜ୍ର ବି କରିପାରିବେ। କିନ୍ତୁ ଏମିତିରେ ବି ଦେଖନ୍ତୁ ତେଲରେ ପଡ଼ିଲା ପରେ ବରାର ସାଇଜ୍ ଟିକେ ଫୁଲି ଯାଇଛି। ଗୋଟେ ପଟରୁ ହେଇ ଆସିଲା ପରେ ବରାକୁ ଏପଟ ସେପଟ କରୁଥିବେ। 4ରୁ 5 ମିନିଟ୍ ଭିତରେ ଏଇଟା ହେଇଯିବ। ଏବେ ଦେଖନ୍ତୁ ବରା ହାଲକା ଗୋଲ୍ଡେନ୍ ହେଇ ଆସିଲାଣି। ବେଶୀ କଡ଼ା କରିକି ଛାଣିବେନି। ଏବେ ଆମେ ୟାକୁ ଛାଣିକି ବାହାର କରିଦେବା, ଆଉ ଡାଇରେକ୍ଟ ନେଇକି ପାଣିରେ ପକାଇଦେବା, ଯେଉଁଟା ଆମେ ଲୁଣ ପକାଇକି ରଖିଥିଲେ। ଯେମିତି ବରାଟା ପାଣିକୁ ସୋକ୍ କରିକି ନରମିଯିବ। କିନ୍ତୁ ପାଣିରେ 15 ମିନିଟ୍ରୁ ଅଧିକ ଟାଇମ୍ ରଖିବେନି, ନହେଲେ ଏଇଟା ଭାଙ୍ଗିଯିବ। ବାକି ବରାକୁ ବି ମୁଁ ଛାଣିକି ପକାଇ ଦେଇଛି ପାଣିରେ। ଏବେ ଦେଖନ୍ତୁ ବରା ପାଣିରେ ପଡ଼ିଲା ପରେ କେତେ ନରମ ହେଇଯାଇଛି। ଆଉ ୟାକୁ ବେଶୀ ଟାଇମ୍ ପାଣିରେ ରଖିବେନି। ଏବେ ଆମେ ସବୁ ବରାକୁ ହାତ ସାହାଯ୍ୟରେ ହାଲକା ଟିକେ ଏମିତି ପ୍ରେସ୍ କରିକି ଚିପୁଡ଼ିକି ପାଣିଟା ବାହାର କରିଦେବା।
এই ରେସିପିଟା ପାଖାପାଖି ଦହିବରା ସହ ହିଁ ସମାନ। ସେଇଟା ଦହିରେ ପଡ଼େ, ଏଇଟା କାଞ୍ଜି ପାଣିରେ ପଡ଼ିବ। ଆଉ ଟେଷ୍ଟ ବି ଟିକେ ଅଲଗା, ଆପଣ ଥରେ ବନେଇଲା ପରେ ହିଁ ଜାଣିପାରିବେ। ଏଇଠି ଦେଖନ୍ତୁ ମୁଁ ସବୁ ବରାକୁ ପାଣିରେ ଅଲଗା କରିନେଇଛି। ଆପଣ ଚାହିଁଲେ ୟାକୁ ଏମିତି 2 ଦିନ ଯାଏଁ ଫ୍ରିଜରେ ଷ୍ଟୋର୍ କରିକି ବି ରଖିପାରିବେ। ଯେତେବେଳେ ଯେମିତି ଇଚ୍ଛା ହେବ ବନେଇବାକୁ ବନେଇ ପାରିବେ। ଏବେ ଆମେ କାଞ୍ଜି ପାଣିରେ ଦେବା କିଛି ପୁଦିନା ପତ୍ର। ହାତରେ ଏମିତି ଛିଡ଼େଇକି ଦେବେ, ଭଲ ବାସ୍ନା ଆସିବ। ଏବେ ମୁଁ ଦେଉଛି 1 କପ୍ ବୁନ୍ଦି। ଯଦି ନାହିଁ ତାହେଲେ ନଦେଲେ ବି ଚଳିବ, ଏଇଟା ଅପସନାଲ୍ ଅଛି। ଏବେ ଆମେ ଯେଉଁ ଚଟନି ବନେଇଥିଲେ ସେଇଥିରୁ 1 ବଡ଼ ଚାମଚ ଦେଇଦେବା ଆଉ ଭଲସେ ମିକ୍ସ କରିଦେବା। ଏବେ ଆମର କାଞ୍ଜି ପାଣି ପୁରା ରେଡ଼ି ହୋଇଗଲା। ଯାହା ଯାହା ପକାଇବାର ଥିଲା ପକାଇଦେଲେ। ଏବେ ଆମେ ଲାଷ୍ଟକୁ ସବୁ ବରା ଏଥିରେ ପକାଇଦେବା। ବରାଟା ଏଇ ପାଣିରେ ପଡ଼ିଲା ପରେ ଆହୁରି ସଫ୍ଟ ହୋଇଯିବ। ଦେଖନ୍ତୁ ମୁଁ ଗୋଟେ ବରା ବି ଆପଣଙ୍କୁ ଭାଙ୍ଗିକି ଦେଖାଉଛି, କେତେ ସଫ୍ଟ ଆଉ ସ୍ପଞ୍ଜି ହେଇଛି, ପୁରା ଧରୁ ଧରୁ ଭାଙ୍ଗି ଯାଉଛି। ଆପଣ ଏଇଟା ଥରେ ବନେଇକି ଖାଇଲା ପରେ ଏଇ ରେସିପିଟା ଆପଣଙ୍କର ପୁରା ଫେଭରେଟ୍ ହେଇଯିବ। ଥରେ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟେ କରିଦେବେ। ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଦେଖା ହେବା ପୁଣି ଗୋଟେ ନୂଆ ରେସିପି ସହ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।